ଖାଦ୍ୟ, ବସ୍ତ୍ର, ଔଷଧ, ବହି ଓ ଜୀବାଶ୍ମ ଇନ୍ଧନ ଆଦି ସମସ୍ତ ବସ୍ତୁର ମୂଳ ଉପାଦାନ କାର୍ବନ ଅଟେ। ଭୂପୃଷ୍ଠରେ କାର୍ବନର ପରିମାଣ 0.02% ଓ ଭୂମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ପରିମାଣ 0.03%। କାର୍ବନର ପରମାଣୁ କ୍ରମାଙ୍କ ହେଉଛି 6। କାର୍ବନର ଇଲେକ୍ଟ୍ରନ୍ ସଂରଚନା ଅନୁସାରେ ତାହାର ପି କକ୍ଷରେ 8ଟି ଇଲେକ୍ଟ୍ରନ୍ ରହିବା ଆବଶ୍ୟକ। ମାତ୍ର ତାହାର ବାହ୍ୟତମ କକ୍ଷରେ 4ଟି ଇଲେକ୍ଟ୍ରନ୍ ଅଛି। ତେଣୁ ନିଷ୍କ୍ରିୟ ଗ୍ୟାସ୍ ସଂରଚନା ପାଇଁ ସେ 4ଟି ଇଲେକ୍ଟ୍ରନ୍ ଗ୍ରହଣ କିମ୍ବା ତ୍ୟାଗ କରିବ। ଯଦି କାର୍ବନ 4ଟି ଇଲେକ୍ଟ୍ରନ୍ ଗ୍ରହଣ କରିବ ତେବେ ତାର ବାହ୍ୟତମ କକ୍ଷରେ 10ଟି ଇଲେକ୍ଟ୍ରନ୍ ହୋଇଯିବ। କିନ୍ତୁ ଯେହେତୁ କାର୍ବନର ନ୍ୟୁକ୍ଲିୟସରେ 6ଟି ପ୍ରୋଟନ୍ ଅଛି, ତେଣୁ ସେ ଅଧିକ ଆଉ 4ଟି ଇଲେକ୍ଟ୍ରନ୍ ରଖିପାରିବ ନାହିଁ। ଯଦି କାର୍ବନ 4ଟି ଇଲେକ୍ଟ୍ରନ୍ ତ୍ୟାଗ କରିବ ତେବେ ତାର ବାହ୍ୟତମ କକ୍ଷରେ 2ଟି ଇଲେକ୍ଟ୍ରନ୍ ହୋଇଯିବ। କିନ୍ତୁ ଏଥିପାଇଁ ଅଧିକ ଶକ୍ତିର ଦରକାର। ତେଣୁ ସେହି ଦୁଇଟି ସମସ୍ୟାର ସମାଧାନ ପାଇଁ କାର୍ବନ ପରମାଣୁ ଅନ୍ୟ କାର୍ବନ ପରମାଣୁ ସହ ସହଭାଜନ ଦ୍ୱାରା ନିଷ୍କ୍ରିୟ ଗ୍ୟାସ୍ ସଂରଚନା ଲାଭ କରିବ ବା ଭାଗ ଗୋଟେ କାର୍ବନ ପରମାଣୁ ଅନ୍ୟ କାର୍ବନ ପରମାଣୁ ସହିତ ଭାଗ କରିକି ଇଲେକ୍ଟ୍ରନ୍ ଭାଗ ଦ୍ୱାରା ବନ୍ଧ ଗଠନ କରିବ। ଏହାକୁ ସହସଂଯୋଜ୍ୟ ବନ୍ଧ କୁହାଯାଏ। ଏଥିରେ ଇଲେକ୍ଟ୍ରନ୍ ଭାଗ ହୋଇଥାଏ, ତେଣୁ ଚାର୍ଜଯୁକ୍ତ କଣିକାମାନେ ସୃଷ୍ଟି ହୋଇପାରନ୍ତି ନାହିଁ। ତେଣୁ ଏହି ଯୌଗଗୁଡ଼ିକ ବିଦ୍ୟୁତ୍ ପରିବହନ କରନ୍ତି ନାହିଁ। ସହସଂଯୋଜ୍ୟ ବନ୍ଧ ଦ୍ୱାରା ଗଠିତ ଅଣୁର ଭିତରେ ଶକ୍ତ ବନ୍ଧ ଥାଏ, କିନ୍ତୁ ଅଣୁ ଅଣୁ ମଧ୍ୟରେ ଶକ୍ତ ବନ୍ଧ ନଥାଏ। ତେଣୁ ଏ ଯୌଗଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ଅଟେ।